2025 ଜାନୁଆରୀ 9 ତାରିଖରେ ସୁଦଶା ବ୍ରତ ପାଳନ ହେବ। ଯେଉଁମାନେ ସୁଦଶା ବ୍ରତ ପାଳନ କରୁଛନ୍ତି ନିହାତି ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ବହୁତ କିଛି ଶିକ୍ଷା ଲାଭ କରନ୍ତୁ। ସୁଦଶା ବ୍ରତ ସମସ୍ତଙ୍କ ଘରେ ପ୍ରାୟତଃ ବ୍ରତ ପେଡ଼ି ରହିଥାଏ। ଆମେ ପ୍ରତ୍ୟେକ ବର୍ଷ ସୁଦଶା ବ୍ରତ କରିଥାନ୍ତି। ସେହି ବ୍ରତକୁ ଆମେ ବ୍ରତ ପେଡ଼ିରେ ସାଇତିକି ରଖିବା ଉଚିତ। ଯଦି ବ୍ରତ ଛିଣ୍ଡି ଯାଇଛି ତାହେଲେ ଏହାକୁ ନଦୀ ଜଳରେ ଉଝେଇବା ଉଚିତ ନୁହେଁ। ଏହାକୁ ସାଇତିକି ବ୍ରତ ପେଡ଼ିରେ ରଖିବା ଉଚିତ। ଯେତେବେଳେ ଆମେ ମୃତ୍ୟୁବରଣ କରିବା ତାପରେ ଘରର କେହି ସଦସ୍ୟ ଏହାକୁ ନଦୀରେ ଫୋପାଡ଼ି ବା ଉଝାଇ ଦେବେ। ଅଲଗା ଦିନରେ ବ୍ରତକୁ ଉତାରିବା ଉଚିତ ନୁହେଁ ବା ବ୍ରତ ପିନ୍ଧିବା ଉଚିତ। ଅମାବାସ୍ୟା ସଂକ୍ରାନ୍ତି ମଧ୍ୟରେ ହାତରୁ ବ୍ରତ ଉତାରିବା ଉଚିତ ନୁହଁ। ଗୁରୁବାର, ମଙ୍ଗଳବାର ଏବଂ ଭଲ ଦିନରେ ହାତରୁ ବ୍ରତ ଉତାରିବା ଉଚିତ ନୁହେଁ। ଗୁରୁବାର, ଶନିବାର, ମଙ୍ଗଳବାର ରେ ବିଲକୁଲ ମଧ୍ୟ ହାତରୁ ବ୍ରତ ଉତାରିବା ଉଚିତ ନୁହେଁ। ଯେଉଁମାନେ ସବୁବେଳେ ଡାକ୍ତରଖାନାରେ କାମ କରୁଛନ୍ତି, ଜାଣତରେ ହେଉ କିମ୍ବା ଅଜାଣତରେ ହେଉ, ସେମାନେ ଶବକୁ ଛୁଇଁ ଦିଅନ୍ତି, ଯାହାଦ୍ୱାରା ବ୍ରତ ମାରା ହୋଇଯାଏ। ସେମାନେ ବ୍ରତକୁ କାଢ଼ି ଘରେ ରଖି ହସ୍ପିଟାଲ ଯାଇପାରିବେ। ସୁଦଶା ବ୍ରତ ଶରୀରରେ ଧାରଣ ନ କଲେ ଆପଣ ତୁଳସୀ ପତ୍ର କିମ୍ବା ତୁଳସୀ କାଠି ମଧ୍ୟ ପାଖରେ ରଖିପାରିବେ, କାନିରେ ବାନ୍ଧି ରଖିପାରିବେ। କିନ୍ତୁ ଧ୍ୟାନ ଦେବେ, ତୁଳସୀ କାଠି ବା ତୁଳସୀ ପତ୍ର ପାଖରେ ରଖିଲେ ଆମିଷ ଭକ୍ଷଣ କରିବେ ନାହିଁ। ଗର୍ଭବତୀ ମହିଳାମାନେ ବ୍ରତ କରିପାରିବେ, ଔଷଧ ମଧ୍ୟ ସେବନ କରିପାରିବେ, କିନ୍ତୁ ଅଧିକ ସମୟ ଉପବାସ ରହିବେ ନାହିଁ। ଏହାଦ୍ୱାରା ଶିଶୁ ପାଇଁ ଭଲ ନୁହେଁ। ସେଇଥିପାଇଁ ସେମାନେ ସବୁବେଳେ ବ୍ରତ ନ ପିନ୍ଧିଲେ ମଧ୍ୟ ଛୁଟି ଦିନରେ ବ୍ରତକୁ ପିନ୍ଧି ପାରିବେ। ହଳଦୀ ପାଣିରେ ବୁଡ଼େଇ ଫୁଲ ଦୁବ ଦେଇ ପୂଜା କରି ଡାକ୍ତରଖାନା ଯିବା ମହିଳାମାନେ ଛୁଟି ଦିନରେ ନିଶ୍ଚୟ ବ୍ରତକୁ ପିନ୍ଧନ୍ତୁ। ମାସିକ ଧର୍ମର 5 ଦିନ ପୂର୍ବରୁ କେବଳ ବ୍ରତ ରଖିବେ, ଉପବାସ ରଖିବେ, କିନ୍ତୁ ପୂଜା କରିବେ ନାହିଁ। ଶାଶୁ କିମ୍ବା ଯାହା ବ୍ରତକୁ ପୂଜା କରି ରଖିଥିବେ, ଶୁଦ୍ଧ ସ୍ନାନ ପରେ ବ୍ରତକୁ ଆପଣ ପିନ୍ଧି ପାରିବେ। ମାସିକ ଧର୍ମ ସମୟରେ ପୂଜାରେ ବସିବା କିମ୍ବା ବ୍ରତର କୌଣସି ଜିନିଷ ଛୁଇଁବା ଉଚିତ ନୁହଁ। ଯଦି ମାସିକ ଧର୍ମର 5 ଦିନ ହୋଇଯାଇଥିବ ତାହେଲେ ବ୍ରତ ପୂଜା କରିପାରିବେ ଓ ପୂଜାରେ ସାମିଲ ହୋଇପାରିବେ। ଗର୍ଭବତୀ ମହିଳାମାନେ ଫଳମୂଳ, ପରଟା, ଉପମା, ଅରୁଆ ଇତ୍ୟାଦି ଖାଇ ବ୍ରତକୁ ରଖିପାରିବେ, କିନ୍ତୁ ଆମିଷ, ପିଆଜ ରସୁଣ ଖାଇବେ ନାହିଁ। ଶାଶୁଙ୍କ ଦ୍ୱାରା ବ୍ରତକୁ ପୂଜା କରାଇ ପାରିବେ, ବ୍ରତରେ ମଧ୍ୟ ବସିପାରିବେ। ପୁରୁଷମାନେ ମଧ୍ୟ ସୁଦଶା ବ୍ରତ କରିପାରିବେ, ଶରୀରରେ ଧାରଣ କରିପାରିବେ ବ୍ରତକୁ। ଯଦି ସେମାନେ ଉଚିତ ନିୟମ ପାଳନ କରିବେ ଏବଂ ତାହେଲେ ପୁରୁଷମାନେ ମଧ୍ୟ ବ୍ରତ ରଖିପାରିବେ। ମାଙ୍କ ବ୍ରତ ସମସ୍ତେ କରିପାରିବେ। ଉଝେଇ ଦେବା, ବ୍ରତକୁ ଉଝେଇ ଦେବା, ତା ପୂର୍ବରୁ ବ୍ରତକୁ ସେମିତି ରଖିବେ। ଆମ ସହିତ ଆମ ସାଙ୍ଗରେ ମା ବ୍ରତ ରୂପରେ ସବୁବେଳେ ରହିଥିବେ। ତାପରେ ପୂର୍ବରୁ ରଖିଥିବା ବ୍ରତକୁ ବ୍ରତ ପେଡ଼ିରୁ କାଢ଼ି ହଳଦୀ ପାଣିରେ ବୁଡ଼େଇ ଫୁଲ ଦୁବ ଦେଇ ଏକ ଭଲ ଦିନରେ ବ୍ରତ ପିନ୍ଧିବେ। ଯେମିତି ଆଗକୁ ଏମିତି ଭୁଲ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। ବ୍ରତ ହଜିଗଲେ କ'ଣ କରିବା ଆସନ୍ତୁ ଜାଣିବା। ଦେଖନ୍ତୁ, ବ୍ରତ ହଜିବା ଏକ ଭଲ ସଂକେତ ନୁହେଁ। ଆପଣ ବ୍ରତଟିକୁ ଠିକ୍ ଟାଇଟ୍ କରି ପିନ୍ଧନ୍ତୁ, ଯାହାଦ୍ୱାରା ଆପଣ ଜାଣିପାରିବେ ବ୍ରତ ହାତରୁ ହଜିଲେ ଆପଣ ଜାଣିପାରିବେ। କିନ୍ତୁ କୌଣସି କାରଣ ପାଇଁ ଯଦି ବ୍ରତ ହଜିଯାଇଛି ତାହେଲେ ମାଙ୍କୁ କ୍ଷମା ମାଗିବେ। ମାଙ୍କୁ କ୍ଷମା ମାଗିଲେ ମା ନିଶ୍ଚୟ ଆମକୁ କ୍ଷମା କରିଦେବେ, ଯାହାକି ଭଲ ନୁହେଁ। ବ୍ରତ ମଧ୍ୟ ହଜିବା କେହି ମହିଳା ଆମିଷ ଖାଇଥାନ୍ତି। ଆମିଷର ଛିଟା ମଧ୍ୟ ବ୍ରତରେ ପଡ଼ିଥାଏ। ସେଇଥିପାଇଁ ଡାହାଣ ହାତରେ କଉଣି ଉପରକୁ ବ୍ରତ ପିନ୍ଧିବା ଉଚିତ। କେହି ସୁଦଶା ବ୍ରତକୁ ଚୁଡ଼ି ପିନ୍ଧିବା ସ୍ଥାନରେ ପିନ୍ଧିଥାନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ ଅଟେ, କାହିଁକିନା ଚୁଡ଼ି ଯେଉଁଠି ପିନ୍ଧିଛନ୍ତି ଯଦି ସେଇଠି ବ୍ରତ ପିନ୍ଧିବେ ତାହେଲେ ଅଇଁଠା ପାଣି, ହାତ ଧୁଆ ପାଣି ସବୁ ବ୍ରତ ଉପରେ ପଡ଼ିବ, ଯାହାକି ଠିକ୍ ନୁହେଁ। ସେଥିପାଇଁ ଆପଣ ହାତ କଉଣି ପାଖରେ ବ୍ରତକୁ ନିହାତି ଧ୍ୟାନ ରଖିବେ। ଡାହାଣ ହାତ କଉଣି ଉପରେ ବ୍ରତକୁ ପିନ୍ଧିବେ। ବ୍ରତ ମାରା ହୋଇଯାଇଛି ବୋଲି ତାହେଲେ ଆପଣ ବ୍ରତକୁ ହଳଦୀ ପାଣି ଏବଂ କଞ୍ଚା କ୍ଷୀରରେ ସ୍ନାନ କରାଇ ପୁଣି ଥରେ ପିନ୍ଧି ପାରିବେ। ସେହି ମାରା ବ୍ରତକୁ ପୁଣି ଥରେ ବ୍ୟବହାର କରାଯାଏ ନାହିଁ, ଏହାକୁ ପାଣିରେ ଉତ୍ପାଜନା କରିଦେବା ଉଚିତ। କିନ୍ତୁ ମାସିକ ଧର୍ମ ସମୟରେ କିମ୍ବା ଅନ୍ୟ ସମୟରେ ଯଦି ଆପଣଙ୍କୁ ଲାଗୁଛି କି ବ୍ରତ ଆମର ମାରା ହୋଇଛି ତେବେ ହଳଦୀ ଲଗାଇଥାନ୍ତି। ଏହାଦ୍ୱାରା ବ୍ରତ ମାରା ହୋଇନଥାଏ। କେବଳ ଛୁତକ, ମୃତକ, ଶୁଦ୍ଧିକ୍ରିୟା, 10 ଦିନ, ନାପିତ ନଖ କଟାଇବା ସମୟରେ ବ୍ରତ ମାରା ହୋଇଥାଏ। ମାସିକ ଧର୍ମ ସମୟରେ, ପରିସ୍ରା, ମଳତ୍ୟାଗ ସମୟରେ, ରାତିରେ ଶୋଇବା ସମୟରେ ବ୍ରତ ମାରା ହୋଇନଥାନ୍ତି। କିନ୍ତୁ ବ୍ରତ ମାରା ନ ହେବା ପାଇଁ ସମସ୍ତେ ପ୍ରତ୍ୟେକ ଗୁରୁବାର ଦିନ ବ୍ରତକୁ ସଫା କରି ନିଅନ୍ତୁ। ଶୁଦ୍ଧିକ୍ରିୟା 10 ଦିନ, ନାପିତ ଯେଉଁ ନଖ କାଟିବା ଆସିଥାନ୍ତି ସେହି
ସମୟରେ ଅର୍ଥାତ୍ ନଖ କଟାଇବା ସମୟରେ ବ୍ରତ ମାରା ହୋଇଥାନ୍ତି ସେହି ବ୍ରତକୁ ମଧ୍ୟ ପାଣିରେ ଉତ୍ପୋଜନ କରିବା ଉଚିତ ନୁହେଁ। ଏହାକୁ ହଳଦୀ ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ବ୍ରତକୁ ପୁଣି ଥରେ ଧାରଣ କରିପାରିବେ। ଏହି ବ୍ରତକୁ ମଧ୍ୟ ପୁଣି ଥରେ ବ୍ୟବହାର କରିବା ଉଚିତ ନୁହେଁ। କିନ୍ତୁ ଯେଉଁମାନେ କେବଳ ଛୁତକ ପାଳନ କରୁଛନ୍ତି ସେମାନେ କ୍ଷୀର ଓ ହଳଦୀ ପାଣିରେ ଧୋଇ ବ୍ରତକୁ ପୁଣି ଥରେ ବ୍ୟବହାର କରନ୍ତୁ। ଛୁଆର ମାଆକୁ 12 ଦିନ ପର୍ଯ୍ୟନ୍ତ ଏନ୍ତୁଡ଼ିରେ ଯେଉଁମାନେ ସାହାଯ୍ୟ କରନ୍ତି ସେମାନେ ବ୍ରତ ମଧ୍ୟ ମାରା ହୋଇଥାନ୍ତି। ଏନ୍ତୁଡ଼ି ମାରା ବ୍ରତକୁ ମଧ୍ୟ ପାଣିରେ ଉଝେଇବା ଉଚିତ ନୁହେଁ। ଯଦି ଡେଲିଭରି ସମୟରେ କିମ୍ବା ଜନ୍ମ ଛୁଆ ହେବାର 12 ଦିନ ମଧ୍ୟରେ ମାଆ ସୁଦଶା ବ୍ରତ ପିନ୍ଧିଥିବ ତାହେଲେ ସେହି ବ୍ରତ ମାରା ହୋଇଥାଏ ଏବଂ ଶାଶୁ କିମ୍ବା ମାଆ ଯଦି ଏନ୍ତୁଡ଼ିରେ ଛୁଆଙ୍କ ସହିତ ଥାଆନ୍ତି ତେବେ ମାଆଙ୍କର ବ୍ରତ ମଧ୍ୟ ମାରା ହୋଇଥାଏ। ସେଥିପାଇଁ ଆପଣ ହଳଦୀ ପାଣି ଓ କଞ୍ଚା କ୍ଷୀରରେ ବ୍ରତକୁ ଧୋଇ ପୁଣି ଥରେ ପିନ୍ଧି ପାରିବେ। ଛୁତକ ସମୟରେ ମଧ୍ୟ ବ୍ରତ ମାରା ହୋଇଥାଏ ଛୁଆଙ୍କ ମାଆଙ୍କ ହାତରୁ। ସେଇଥିପାଇଁ ଡେଲିଭରି ପୂର୍ବରୁ ବ୍ରତ ଉତାରି ରଖାଯାଇଥାଏ। ସେହି ବ୍ରତକୁ କ୍ଷୀରରେ ଧୋଇ ହଳଦୀ ଲଗାଇ ସଫା କରି ପୁଣି ଥରେ ବ୍ରତକୁ ବ୍ୟବହାର କରିପାରିବେ। କିନ୍ତୁ ଯେଉଁମାନେ ମୃତ ବ୍ୟକ୍ତିଙ୍କୁ ଛୁଇଁ ନଥିବେ କିନ୍ତୁ ଅଣସୁଧିଆ ପାଳନ କରିଥିବେ ବ୍ରତ ତ ମାରା ହୋଇଥାଏ କିନ୍ତୁ ସେହି ବ୍ରତକୁ ପାଣିରେ ଉଝେଇବା ଉଚିତ ନୁହେଁ। ଏହି ବ୍ରତକୁ ପାଣିରେ ଉଝେଇବା ଉଚିତ। ମୃତ ବ୍ୟକ୍ତିଙ୍କୁ ଛୁଇଁବା ଦ୍ୱାରା ବ୍ରତ ମାରା ହେଲେ ସେହି ବ୍ରତକୁ ପାଣିରେ ବ୍ୟବହାର କରାଯାଇପାରିବ। ଯଦି ମୃତ ବ୍ୟକ୍ତିଙ୍କୁ ଛୁଇଁବେ ତାହେଲେ ସୁଦଶା ବ୍ରତ ମାରା ହୋଇଥାଏ। ମୃତ ବ୍ୟକ୍ତିଙ୍କୁ ସ୍ପର୍ଶ କରିଥିବା ଲୋକଙ୍କୁ ଛୁଇଁଲେ ମଧ୍ୟ ବ୍ରତ ମାରା ହୋଇଥାଏ। ପ୍ରତ୍ୟେକ ଓଡ଼ିଆଣୀମାନେ ସୁଦଶା ବ୍ରତ ନିଶ୍ଚୟ କରିଥାନ୍ତି କିନ୍ତୁ ଏହି ବ୍ରତ କିପରି ମାରା ହୁଏ ମାରା ବ୍ରତକୁ କ'ଣ କରିବା ଉଚିତ ପ୍ରଥମେ ଆସନ୍ତୁ ଜାଣିବା। ଓ ଆପଣମାନଙ୍କୁ ତ ଭିଡ଼ିଓରେ କହିଲି ବ୍ରତକୁ କେମିତି କ'ଣ ମାରା ହେଲେ ଆପଣ ତାକୁ ପୁଣି ଥରେ ବ୍ୟବହାର କରିପାରିବେ। ତ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ବ୍ରତ ପେଡ଼ି ପିତ୍ତଳର କିମ୍ବା ରସର ହୋଇବା ଉଚିତ। ବ୍ରତ ପେଡ଼ି ଛୋଟ କିମ୍ବା ବଡ଼ ଆସିଥାଏ। ଆପଣ ପିତ୍ତଳ ସାମଗ୍ରୀ ଦୋକାନରେ ସହଜରେ ବ୍ରତ ପେଡ଼ି ପାଇପାରିବେ। ସେଥିପାଇଁ ଆପଣ ବ୍ରତକୁ ସବୁବେଳେ ପେଡ଼ିରେ ହିଁ ସାଇଜ କରି ରଖନ୍ତୁ ଯାହାଦ୍ୱାରା ମା ଲକ୍ଷ୍ମୀ ଆମ ସାଙ୍ଗରେ ସାରା ଜୀବନ ରହିଥାନ୍ତି। ଓ ବ୍ରତକୁ କେବେ ହେଲେ ପାଣିରେ ଉଝାନ୍ତୁ ନାହିଁ। ଏହା କରିବା ଉଚିତ ନୁହଁ। ଆପଣ ଯେତେ ପର୍ଯ୍ୟନ୍ତ ବଞ୍ଚିଥିବେ ବ୍ରତ ଆପଣଙ୍କ ପାଖରେ ରହିବ। ଯେତେବେଳେ ଆପଣ ମରିଯିବେ ସେତେବେଳେ ଶାଶୁ କିମ୍ବା ଯାଆ ସେ ବ୍ରତକୁ କାଢ଼ି ଆପଣଙ୍କ ସହିତ ଉଝେଇ ଦେବେ। ତେଣୁ ଭିଡ଼ିଓଟି କେମିତି ଲାଗିଲା ଦର୍ଶକ ବନ୍ଧୁ କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆମ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ ନିହାତି କରନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ଜୟ ମା ଲକ୍ଷ୍ମୀ କମେଣ୍ଟ ବକ୍ସରେ ନିହାତି ଲେଖନ୍ତୁ। ଜାନୁଆରୀ 9 ତାରିଖ 2025 ଗୁରୁବାର ଦିନ ସୁଦଶା ବ୍ରତ ପାଳନ ହେଉଛି। ସମସ୍ତେ ଚେଷ୍ଟା କରନ୍ତୁ ସୁଦଶା ବ୍ରତ ପାଳନ କରିବା ପାଇଁ କାରଣ ମା ଲକ୍ଷ୍ମୀଙ୍କର ଏ ହେଉଛି ଆଉ ଗୋଟେ ଆଶୀର୍ବାଦ ରହୁଛି। ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ।